ବ୍ୟଞ୍ଜନ ବର୍ଣ୍ଣମାନଙ୍କ ମଧ୍ୟରୁ କ ଠାରୁ ମ ପର୍ଯ୍ୟନ୍ତ 25ଟି ବର୍ଣ୍ଣ ହେଉଛି ସ୍ପର୍ଶ ବର୍ଣ୍ଣ। ଏଗୁଡ଼ିକ ଉଚ୍ଚାରଣ ସମୟରେ ଜିହ୍ୱାର ଅଗ୍ର କହିଲେ ଜିଭର ଅଗ୍ରଭାଗ ମଧ୍ୟ ବା ମୂଳର ସାହାଯ୍ୟ ନେଇ କଣ୍ଠ, ତାଳୁ, ମୂର୍ଦ୍ଧା, ଦନ୍ତ ଓ ଓଷ୍ଠାଦିକୁ ସ୍ପର୍ଶ କରିବାକୁ ପଡ଼ିଥାଏ। ତାହେଲେ ଏହି 25ଟି ବ୍ୟଞ୍ଜନ ବର୍ଣ୍ଣ ଆମେ ଉଚ୍ଚାରଣ କଲାବେଳେ ଆମ ଜିଭର ଅଗ୍ରଭାଗ କଣ୍ଠ, ତାଳୁ, ମୂର୍ଦ୍ଧା, ଦାନ୍ତ ଓ ଓଠକୁ ସ୍ପର୍ଶ କରିଥାଏ। ଏହି ସ୍ପର୍ଶ ବର୍ଣ୍ଣ ଗୁଡ଼ିକ 5ଟି ବର୍ଗ ବା ଶ୍ରେଣୀରେ ବିଭକ୍ତ ହୋଇଥିବାରୁ ବର୍ଗୀୟ ବର୍ଣ୍ଣ ନାମରେ ପରିଚିତ। ତେବେ ଦେଖିବା କେଉଁଗୁଡ଼ିକ କେଉଁ ବିଭାଗର। ପ୍ରଥମେ ଜାଣିବା କ ବର୍ଗ। କ, ଖ, ଗ, ଘ, ଙ ଏଗୁଡ଼ିକ ହେଲା କଣ୍ଠୀୟ ବର୍ଣ୍ଣ। କ, ଖ, ଗ, ଘ, ଙ ଉଚ୍ଚାରଣ ବେଳେ ଜିଭର ଅଗ୍ରଭାଗ କଣ୍ଠକୁ ସ୍ପର୍ଶ କରିଥାଏ। ସେଭଳିଆ ଚ ବର୍ଗ। ଚ, ଛ ବର୍ଗେଇଜ ଝ ଞ ଏଗୁଡ଼ିକ ଉଚ୍ଚାରଣ କଲାବେଳେ ଜିଭର ଅଗ୍ରଭାଗ ତାଳୁକୁ ସ୍ପର୍ଶ କରିଥାଏ, ଏଣୁ ଏଗୁଡ଼ିକ ତାଲବ୍ୟ ବର୍ଣ୍ଣ। ଟ, ଠ, ଡ, ଢ ମୂର୍ଦ୍ଧଣ ଏଗୁଡ଼ିକ ଉଚ୍ଚାରଣ କଲାବେଳେ ଜିଭ ମୂର୍ଦ୍ଧାକୁ ସ୍ପର୍ଶ କରିଥାଏ, ଏଣୁ ଏଗୁଡ଼ିକ ମୂର୍ଦ୍ଧନ ବର୍ଣ୍ଣ। ତ, ଥ, ଦ, ଧ ଦନ୍ତନ ଏଗୁଡ଼ିକ ଉଚ୍ଚାରଣ କଲାବେଳେ ଜିଭର ଅଗ୍ରଭାଗ ଦାନ୍ତକୁ ସ୍ପର୍ଶ କରିଥାଏ, ଏଣୁ ଏଗୁଡ଼ିକ ଦନ୍ତ୍ୟ ବର୍ଣ୍ଣ। ସେଭଳିଆ ପ, ଫ, ବ, ଭ, ମ ଏଗୁଡ଼ିକ ଉଚ୍ଚାରଣ କଲାବେଳେ ଓଠକୁ ଓଠ ସ୍ପର୍ଶ ହୋଇଥାଏ, ଏଣୁ ଏଗୁଡ଼ିକ ଓଷ୍ଠ୍ୟ ବର୍ଣ୍ଣ।